ପିଲାମାନେ ଆଜି ଆମେ ଗୋଟିଏ ସୁନ୍ଦର ଗଳ୍ପ ଦେଖିବା ଶିଖିବା। ପିମ୍ପୁଡ଼ି ଉପକାର ସୁଝିଲା। ଝରଣାଟିଏ ବହି ଆସୁଥିଲା। ସେଇ ଝରଣାରେ ଗୋଟିଏ ପିମ୍ପୁଡ଼ି ଭାସି ଭାସି ଆସି ଝରଣା ମଝିରେ ରହିଯାଇଥାଏ। ଝରଣା କୂଳରେ ଗୋଟିଏ ଗଛରେ ଗୋଟିଏ ପକ୍ଷୀ ବାସ କରିଥିଲା। ପକ୍ଷୀଟି ଦେଖିଲା, ତା ମନରେ ଦୟା ଆସିଲା। ସେ ଗୋଟିଏ ଗଛରୁ ପତ୍ର ଛିଣ୍ଡାଇ ପିମ୍ପୁଡ଼ି ପାଖରେ ପକାଇଦେଲା। ପିମ୍ପୁଡ଼ି ସେହି ପତ୍ର ଉପରେ ଚଢ଼ି ତାର ବସାକୁ ଆସିଲା। ଦିନେ ଗୋଟିଏ ଶିକାରୀ ଜାଲ ଧରି ସେହି ପକ୍ଷୀକୁ ମାରିବାକୁ ଆସିଲା। ପିମ୍ପୁଡ଼ି ସେହି ପକ୍ଷୀର ଉପକାର କଥା ତାର ମନେ ପଡ଼ିଗଲା। ସେ ଗଛ ମୂଳରୁ ଆସିଲା ଏବଂ ସେହି ଶିକାରୀର ଗୋଡ଼କୁ କାମୁଡ଼ିଦେଲା। ଶିକାରୀ ଚମକି ପଡ଼ିଲା। ପକ୍ଷୀଟି ମଧ୍ୟ ଉଡ଼ିଗଲା। ଦେଖିଲ ପିଲାଏ, ପିମ୍ପୁଡ଼ି କିପରି ତାର ଉପକାର ସୁଝିଲା। ଆମେ ଯଦି ଉପକାର କରିବା ତାହେଲେ ଉପକାର ପାଇବା। ଧନ୍ୟବାଦ।